ଛତୁ ତରକାରୀ ଏହି ଉପାୟରେ ଥରେ କରନ୍ତୁ, ଘରର ସମସ୍ତେ ଖାଇବା ପାଇଁ ବେଶ ପସନ୍ଦ କରିବେ। ନମସ୍କାର, ମୁଁ ସୁକାନ୍ତି କିଚେନରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତାହେଲେ ଚାଲନ୍ତୁ ଦେଖିବା ଆଜି ନୂଆ ରେସିପି। ପ୍ରଥମେ ଡାଲଚିନି, 2ଟି ଗୁଜୁରାତି, 4ଟି ଲବଙ୍ଗ, 7ଟି 8ଟି ଗୋଲମରିଚକୁ ଟିକେ ହାଲକା ଭାଜି ତାକୁ ଥଣ୍ଡା କରି ଗୁଣ୍ଡ କରିଦେବା। ରସୁଣ ଅଦାକୁ ଆମେ ଦରଦରା କୁଟିଦେବା। 500 ଗ୍ରାମ ବଟମ ଛତୁକୁ ଭଲକି ଧୋଇ ବଡ଼ ବଡ଼ ଛତୁକୁ 2 ପିସ୍ କରି କାଟି, କଢ଼େଇରେ 3 ଚାମଚ ତେଲ, ତେଜପତ୍ର, 1 ଚାମଚ ଜିରା ଓ 3ଟି କଟା ପିଆଜ, 2ଟି କଞ୍ଚା ଲଙ୍କା। ପିଆଜଟି ଭାଜିଲା ପରେ ତାପରେ ଦେବା ଆମେ ଅଦା ରସୁଣ ବଟା, ସ୍ୱାଦ ଅନୁସାରେ ଲୁଣ, ଅଧା ଚାମଚ ଜିରା ଗୁଣ୍ଡ, 1 ଚାମଚ ଧନିଆ ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, 1.5 ଚାମଚ ଲଙ୍କା ଗୁଣ୍ଡ। ଶୁଖିଲା ମସଲାରେ ଟିକେ ପାଣି ଦେଇ ଭଲକି ମସଲାକୁ ଭାଜିଦେବା। 2ଟି କଟା ଟମାଟୋ, ମିଡିୟମ ଫ୍ଲେମ୍ରେ କଭର କରି ଟମାଟୋ ଓ ମସଲାକୁ ରାନ୍ଧିବା। ମଝିରେ ମଝିରେ ମସଲାକୁ ଘାଣ୍ଟି ଦେଉଥିବା, ନହେଲେ ମସଲା କଢ଼େଇରେ ଲାଗିଯିବ। ତେଲ ମସଲାରୁ ଅଲଗା ହେଲାଣି, ତା ମାନେ ମସଲାଟା ଭଲକି କଷି ହୋଇଯାଇଛି। ଏବେ ପକାଇବା ଏଥିରେ କଟା ଛତୁ, ଛତୁ ଓ ମସଲାକୁ ଭଲକି ମିଶାଇ ଦେଲା ପରେ ତାକୁ ଘୋଡ଼ାଇ 10ରୁ 15 ମିନିଟ୍ ରାନ୍ଧିବା। ମଝିରେ ମଝିରେ ତାକୁ ଉପର ତଳ କରି ଘାଣ୍ଟି ଦେଉଥିବା, ସେଥିରେ ଛତୁ ସିଝିବ ଏବଂ ଛତୁର ପାଣି ଗୁଡ଼ିକ ବାହାରି। ଏହି ଛତୁ ତରକାରୀଟି ଆମକୁ ଭାତ, ରୁଟି, ପରଠା ସାଙ୍ଗରେ ଖାଇବାକୁ ବହୁତ ଭଲ ଲାଗେ। ସେହି ପାଣିରେ ହିଁ 2 ଗୋଟି ସିଝା ଆଳୁକୁ ମଧ୍ୟ କାଟିକି ପକାଇବା। ଆଳୁ ଓ ଛତୁକୁ ଭଲକି ଘାଣ୍ଟି ଗୋଳାଇ ଧିମି ଆଞ୍ଚରେ ଆମେ ତାକୁ ଭଲକି ରାନ୍ଧିବା। ଅଧା କପ୍ ପାଣି ଦେଇ ଘୋଡ଼ାଇ ତାକୁ ଭଲକି ସିଝେଇବା। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ମୋର ରେସିପିର ନୋଟିଫିକେସନ୍ ଆପଣମାନେ ପାଇପାରିବେ। ବେଳେବେଳେ ଆଳୁ ନ ପକାଇଲେ ବି ଭଲ ଲାଗେ, କିନ୍ତୁ ଏ ରେସିପିରେ ଆଳୁ, ଛତୁ ଓ ମସଲାର କମ୍ବିନେସନଟି ବହୁତ ବଢ଼ିଆ ଲାଗେ। ଆପଣମାନଙ୍କୁ ଛତୁର କେଉଁ ରେସିପିଟି ଖାଇବା ପାଇଁ ବହୁତ ଭଲ ଲାଗେ, ପ୍ଲିଜ୍ ତାହା କମେଣ୍ଟରେ ଜଣାଇବେ। ତରକାରୀକୁ ଘାଣ୍ଟି ଘୁଣ୍ଟି ସେଥିରେ ଆମେ ଦେବା କଟା ଧନିଆ ପତ୍ର ଏବଂ ଭାଜି ରଖିଥିବା ଗୁଣ୍ଡ ମସଲା। ତରକାରୀଟି ଥଣ୍ଡା ହେଲା ପରେ ଆହୁରି ବହଳିଆ ହୋଇଯିବ। ଛତୁର ଏହି ତରକାରୀ ଆପଣମାନଙ୍କୁ ଭଲ ଲାଗିଲେ ନିଶ୍ଚୟ ବନାନ୍ତୁ, ଖାଆନ୍ତୁ ଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ଆରେ ହଁ, ଛତୁର ବିଭିନ୍ନ ରେସିପି ମୋ ଚ୍ୟାନେଲରେ ଅଛି, ଯେମିତି ମସରୁମ୍ କରି, କ୍ରିମି ମସରୁମ୍, ମସରୁମ୍ ଦୋ ପ୍ୟାଜା, ମସରୁମ୍ ଟିକ୍କା, ମସରୁମ୍ ଇନଷ୍ଟାଣ୍ଟ ସ୍ନାକ୍ସ, ମସରୁମ୍ କଢ଼ାଇ, ମସରୁମ୍ ବିରିୟାନୀ। ସବୁ ଦେଖନ୍ତୁ, ତାର ଲିଙ୍କ୍ ମୁଁ ଡେସ୍କ୍ରିପସନରେ ଦେଇଦେବି। ଥ୍ୟାଙ୍କ ୟୁ ଫର୍ ୱାଚିଂ ଦିସ୍ ରେସିପି।